ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ସବୁଠୁ ବିପଦଜନକ ନିଦ। ପ୍ରସଙ୍ଗଟି ଏହି ପ୍ରକାର ଅଟେ, ସବୁଠୁ ବିପଦଜନକ ନିଦ। ପ୍ରିୟମାନେ, ନିଦ ପ୍ରଭୁ ଦିଅନ୍ତି। ପରମେଶ୍ୱର ଆମକୁ ନିଦ ଏଥିପାଇଁ ଦିଅନ୍ତି ଯେ ପ୍ରକାର କି ଆମେ ସୁସ୍ଥ ସବଳ ରହିପାରିବା। ମାତ୍ର ଏହି ପ୍ରକାର ନିଦ ଅଛି ଯେଉଁ ନିଦ କି ବିପଦଜନକ। ପ୍ରଭୁ ଯେଉଁ ନିଦ ଦିଅନ୍ତି ସେ ନିଦ ହେଉଛି ଶରୀର ପାଇଁ। ଯଦି ଆମେ ଦିନସାରା କାମ କରିବା, ଅଳ୍ପ ସମୟ ଯଦି ବିଶ୍ରାମ କରିବା ରାତିରେ, ଆଉ ଥରେ ନୂଆ ବଳ ପାଇବା, ନୂଆ ଶକ୍ତି ପାଇବା, ଆଉ ଆମମାନେ ଆଉ ଥରେ ଭଲ ଭାବରେ କାମ କରିପାରିବା। ଏଇଟା ହେଉଛି ଶରୀରର ନିଦ। ଆଉ ଗୋଟେ ନିଦ ହେଲା ଆତ୍ମାର ନିଦ। ଯେତେବେଳେ ଲୋକମାନେ ଆତ୍ମାରେ ନିଦ୍ରିତ ଅବସ୍ଥାରେ ପଳାଇ ଆସନ୍ତି, ସେଇଟା ବହୁତ ବହୁତ ବିପଦଜନକ ବିଷୟ। କାରଣ ଆମେ ଦେଖୁଛୁ ଶରୀର ଶୋଉଛି, ମାତ୍ର ପ୍ରଭୁ ଆତ୍ମାକୁ ମଧ୍ୟ ଶୋଇବା ବିଷୟରେ କହୁଛନ୍ତି। ସେ ମଣ୍ଡଳୀକୁ କହୁଅଛନ୍ତି, ସେ ଏଫେସୀୟ ମଣ୍ଡଳୀକୁ କହୁଛନ୍ତି, ହେ ନିଦ୍ରିତ ଜାଗ। ଟିକେ ଭାବନ୍ତୁ, ମଣ୍ଡଳୀଆ ନିଦ୍ରା ଅବସ୍ଥାରେ ମଣ୍ଡଳୀ ଶୋଇପଡ଼ିଛି। ଏଫେସୀୟ 5:14 କହୁଛନ୍ତି, ଏଣୁ ଉକ୍ତ ଅଛି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ। ପ୍ରିୟମାନେ, ଆଜି ମଣ୍ଡଳୀ ନିଦ୍ରାରୁ ଜାଗ୍ରତ ହେବାର ସମୟ। ଆତ୍ମାରେ ଶୋଇବାଟା ବିପଦଜନକ ବିଷୟ। ଯେତେବେଳେ ଗୋଟେ ବ୍ୟକ୍ତି ଆତ୍ମାରେ ଶୋଇପଡ଼େ, ଦେଖନ୍ତୁ ସମସନଙ୍କ ବିଷୟରେ ଆମେ ସମସ୍ତେ ଜାଣିଛୁ। ସମସନ ସେ ଆତ୍ମାରେ ଶୋଇପଡ଼ୁଛି, ଦଲିଲାର କୋଳରେ ଶୋଇପଡ଼ୁଛି, ଯେଉଁଠି ଶୋଇବା କଥା ନୁହେଁ। ସେ ଶୋଇବାରୁ କ'ଣ ହେଇଗଲା? ଶୋଇବାରୁ ତାର ଅଭିଷେକ ଚାଲିଗଲା। ଶୋଇବାରୁ ତାର ମୁଣ୍ଡକୁ ଲଣ୍ଡା କରାଗଲା। ଶୋଇଲା ପରେ ଆଖି ଉପାଡ଼ା ଗଲା। ଶୋଇଲା ପରେ ଜଞ୍ଜିରରେ ବନ୍ଧାଗଲା। ଶୋଇଲା ପରେ ତାକୁ ଚକି ପେଶିବା ପାଇଁ କରାଗଲା। ଶୋଇଲା ପରେ କାରାଗାରରେ ତାକୁ ନିକ୍ଷେପ କରିଦେଲେ। ପ୍ରିୟମାନେ, ଯେଉଁ ସମୟରେ ଆମେ ଶୋଇପଡ଼ିବା, ଆତ୍ମାରେ ଶୋଇପଡ଼ିବା, ଆମେ ସେହି ସମୟରେ ଆମର ଅଭିଷେକ ଚାଲିଯିବ। ସେହି ସମୟରେ ଆମେ ଲଣ୍ଡା ହେଇଯିବୁ, ଆମକୁ ବନ୍ଧନଗ୍ରସ୍ତ କରାଯିବ। ପ୍ରିୟମାନେ, ଶୋଇବାଟା ଭଲ, ମାତ୍ର ଆତ୍ମାରେ ଶୋଇବାଟା ଭଲ। ଏଇଟା ହେଉଛି ସବୁଠୁ ବିପଦଜନକ ନିଦ। ଆଜି ଅନେକ ଜଣ ଅଛନ୍ତି, ସେମାନେ ଆତ୍ମାରେ ଶୋଇପଡ଼ିଛନ୍ତି। ଯେଉଁଠି ଶୋଇବା କଥା ସେଠି ଶୋଇନାହାନ୍ତି, ଯେଉଁଠି ଶୋଇବା କଥା ନୁହେଁ ସେଠି ଶୋଇପଡ଼ିଛନ୍ତି। ଆମେ ଦେଖୁଛୁ, ବାଇବଲ ଯେତେବେଳେ ଆମେ ପଢ଼ୁଛୁ, ମାଥ୍ୟୁ ସୁସମାଚାରରେ 10 ଜଣ ଆମେ କୁମାରୀଙ୍କ ବିଷୟରେ ଦେଖୁଛୁ, ଯେଉଁମାନେ କି ବରଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ହୋଇ ତୈଳ ଧରି ସେମାନେ ବରଙ୍କୁ ସାକ୍ଷାତ କରିବା ପାଇଁ ବାହାରିଗଲେ। ମାତ୍ର କ'ଣ, ବର ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇପଡ଼ିଲେ। ବିଳମ୍ବତା ଆମକୁ ଶୋଇ ପକାଏ, ଆମେ ନିଦ୍ରାରେ ପଳାଇ ଯାଉ। ଆଜି ଅନେକ ଜଣ ଅଛନ୍ତି, କୌଣସି ବିଷୟ ପ୍ରାର୍ଥନା କରିଛନ୍ତି, ଉତ୍ତର ଆସିନାହିଁ, ତାହେଲେ ବିଳମ୍ବ ହେଇଛି, ସେମାନେ ଆଉ ପ୍ରାର୍ଥନା କରିବା ଛାଡ଼ିଦେଲେ, ଆଉ ପ୍ରାର୍ଥନା କରୁନାହାନ୍ତି। ଏହାର ଅର୍ଥ କ'ଣ? ସେମାନେ ଶୋଇପଡ଼ିଛନ୍ତି, ଢୁଳାଉ ଢୁଳାଉ ସେମାନେ ଶୋଇପଡ଼ିଛନ୍ତି। ପ୍ରିୟମାନେ, ଆମେ ଶୋଇବା କଥା ନୁହେଁ, ଆତ୍ମାରେ ଶୋଇବା କଥା ନୁହେଁ। ଆମେ ଆତ୍ମାରେ ସଦାସର୍ବଦା ଜାଗ୍ରତ ରହିବାର ଆବଶ୍ୟକ ରହିଅଛି। କାରଣ ଆମେ ଦିବସର ସନ୍ତାନ ଅଟୁ, ଆମେ ଅନ୍ଧକାର ସନ୍ତାନ ନାହୁଁ ଯେ ଆମେ ଶୋଇପଡ଼ିଥିବା। ଆମେ ଶୋଇବାର ଅର୍ଥ କ'ଣ? ଏ ଜଗତରେ କ'ଣ ହେଉଛି, ଜଗତରେ କ'ଣ ଚାଲିଛି, ଜଗତରେ କେଉଁ ଘଟଣା ଗୁଡ଼ିକ ଚାଲିଛି, ସେ ସବୁ ବିଷୟରେ ଅଜ୍ଞ ହୋଇ ଜଗତ ପ୍ରତି ସମ୍ପୂର୍ଣ୍ଣ ଭାବରେ ଆସକ୍ତ ହୋଇ ଲୋକମାନେ ଚାଲିଯାଆନ୍ତି। ପ୍ରିୟମାନେ, ଆତ୍ମାରେ ଶୋଇବାଟା ବହୁତ ବହୁତ ବିପଦପୂର୍ଣ୍ଣ ବିଷୟ।
ସେଥିପାଇଁ ପରମେଶ୍ୱର କହୁଛନ୍ତି ଆମକୁ ଜାଗ୍ରତ ହୁଅ। ଲେଖାଯାଏ ପ୍ରଥମ ଥେସଲୋନିକ 5 ଅଧ୍ୟାୟର 6 ଅତଏବ ଆସ ଆମ୍ଭେମାନେ ଅନ୍ୟମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ହୋଇ ରହିଥାଉ। ଯେଣୁ ଆମ୍ଭେମାନେ ଯେଉଁମାନେ ନିଦ୍ରା ଯାଆନ୍ତି ସେମାନେ ରାତ୍ରିରେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି ସେମାନେ ରାତ୍ରିରେ ମାତାଲ ହୁଅନ୍ତି। କିନ୍ତୁ ଆସ ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମ ରୂପ ଉରସ୍ତ୍ରାଣ ପରିଧାନ କରି ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ହୋଇ ରହିଥାଉ। ପ୍ରିୟମାନେ, ଆମକୁ ଆତ୍ମାରେ ଶୋଇବାର ନାହିଁ, ଶରୀରରେ ସମସ୍ତେ ଶୋଇବାର ଆବଶ୍ୟକ ରହିଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଯେତେବେଳେ ଏହି ଜଗତରେ ଥିଲେ ସେ ଶୋଇଥିଲେ, ସେ ମାତ୍ର ଆତ୍ମାରେ ଶୋଇନଥିଲେ। ଆମେ ଆତ୍ମାରେ ଯଦି ଶୋଇପଡ଼ିବା, ଏଇ ଜଗତ ଆମକୁ ସୁନ୍ଦର ଲାଗିବ, ଜଗତର ଆକର୍ଷଣ ଆମକୁ ଭଲ ଲାଗିବ। ଆମେ ଆତ୍ମିକ ବିଷୟ ପ୍ରତି ମୃତ ହେଇ ଜଗତ ପ୍ରତି ଆମେ ଆକର୍ଷଣ ହେଇକିନା ପଳାଇଯିବା। ଆମେ ଦଲିଲା ପ୍ରତି ଆକର୍ଷଣ ହେଇ କି ପ୍ରକାର ଭାବରେ ସମସଙ୍ଗ ପଳାଇଲେ, ଦିମା ଜଗତ ପ୍ରତି ଆକର୍ଷଣ ହୋଇ କି ପ୍ରକାର ପଳାଇଲେ। ଆମେ ଦେଖୁଛୁ ଗିହେଜୀ ନାମାନର ଧନ ସମ୍ପତ୍ତି ପ୍ରତି ଆକର୍ଷଣ ହୋଇ ସେ ତାଙ୍କ ପଛରେ ପଳାଇଲେ। ପ୍ରିୟମାନେ, ଆଜି ଆତ୍ମାରୁ ଜାଗ୍ରତ ହେବାର ସମୟ। ଆମେ ଏହି ପ୍ରକାର କୌଣସି ସ୍ଥାନରେ ଶୋଇବା କଥା ନୁହେଁ, ଆମେ ଆତ୍ମାରେ ଶୋଇବା କଥା ନୁହେଁ। ଯେଉଁ ସମୟରେ ଆମେ ଆତ୍ମାରେ ଶୋଇପଡ଼ିବା, ସେହି ସମୟରେ ଆମେ ସମ୍ପୂର୍ଣ୍ଣ ଭାବରେ ଜଗତ ଆଡ଼କୁ ପଳାଇଯିବା। ଆଜି ପରମେଶ୍ୱର ଆମମାନଙ୍କୁ ପୁନର୍ବାର ତାଙ୍କ ବାକ୍ୟ ଦ୍ୱାରା ସେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି, ଉଠ, ଜାଗ। ଆଜି ଅନେକ ମଣ୍ଡଳୀ ଗୁଡ଼ିକ ନିଦ୍ରିତ ଅବସ୍ଥାରେ ଅଛନ୍ତି। ଆପଣ ବାଇବଲରେ ଦେଖିବେ ରୋମିଓ ମଣ୍ଡଳୀକୁ ମଧ୍ୟ କହୁଛନ୍ତି ଉଠ, ଜାଗ୍ରତ ହୁଅ। ସେ ଥେସଲୋନିକ ମଣ୍ଡଳୀକୁ ମଧ୍ୟ କହୁଛନ୍ତି ଉଠ, ଜାଗ୍ରତ ହୁଅ। ସେ ଏଫିସ୍ ମଣ୍ଡଳୀ କହୁଛନ୍ତି, କାହିଁକିନା ଏମାନେ ଆତ୍ମାରେ ଶୋଇପଡ଼ିଛନ୍ତି। ପ୍ରିୟମାନେ, ଶରୀରରେ ଶୋଇବା ଦ୍ୱାରା ଆଶୀର୍ବାଦ ଆସେ। ପରମେଶ୍ୱର ଆଦମକୁ ଘୋର ନିଦ୍ରାଗ୍ରସ୍ତ କଲେ, ଆଉ ତାଙ୍କର ପଞ୍ଜରା ବାହାର କରି ବହୁତ ସୁନ୍ଦର ଗୋଟେ ସ୍ତ୍ରୀ ତିଆରି କରି ତାଙ୍କୁ ଆଣିଲେ। ପ୍ରିୟମାନେ, ପରମେଶ୍ୱର ଆମକୁ ନିଦ ଦିଅନ୍ତି। ଯେଉଁ ସମୟରେ ଯାକୁବ ଶୋଇପଡ଼ିଲେ ସେ ସ୍ୱର୍ଗର ସିଡ଼ିକୁ ଦେଖାଉଛନ୍ତି। ପ୍ରଭୁଙ୍କର ଲୋକମାନେ ଆମେ ଶୋଇବାର ଅଛି, ଶରୀରରେ ଶୋଇବାର ଅଛି, ମାତ୍ର ଆମେ ଆତ୍ମାରେ ଶୋଇବାର ନାହିଁ। ଯଦି ଆମେ ଆତ୍ମାରେ ଆମେ ଶୋଇପଡ଼ିବା, ତାହେଲେ ଆମର ସବୁ ଚାଲିଯିବ। ଆଜି ଆମମାନେ ଜାଗ୍ରତ ହେବାର ସମୟ, ନିଜକୁ ଉଠାଇବାର ସମୟ, ନିଜକୁ ସଜାଗ କରିବାର ସମୟ, ଆଗମନ ନିମନ୍ତେ ନିଜକୁ ପ୍ରସ୍ତୁତ କରିବାର ସମୟ। ପ୍ରାର୍ଥନାରେ ଜାଗି ରହିବାର ଅଛି, ଉପବାସରେ ଜାଗି ରହିବାର ଅଛି, ବାଇବଲ ପଢ଼ିବାରେ ଜାଗି ରହିବାର ଅଛି, ଆତ୍ମା ଲାଭ କରିବାରେ ଜାଗି ରହିବାର ଅଛି। ଏଇଟା ଆମର ଜାଗ୍ରତ ହେବାର ସମୟ। ଆସନ୍ତୁ ଆମମାନେ ମଧ୍ୟ ଜାଗ୍ରତ ହେବା। କେତେ ଦିନ ଆମମାନେ ଏହି ପ୍ରକାର ନିଦ୍ରିତ ଅବସ୍ଥାରେ ଥିବା। ପରମେଶ୍ୱର ଆପଣା ପ୍ରିୟତମକୁ ସୁଖ ନିଦ୍ରା ଦିଅନ୍ତି, ମାତ୍ର ସେ ଆତ୍ମାରେ ନିଦ୍ରା ଦିଅନ୍ତି ନାହିଁ। ଆମେ ଆତ୍ମାରେ ନିଦ୍ରିତ ଆମେ ହେବା ନାହିଁ। ଯେଉଁମାନେ ଆତ୍ମାରେ ନିର୍ମିତ, ପ୍ରାର୍ଥନା ଜୀବନ ସେମାନଙ୍କର କମିଯାଉଛି, ଉପବାସ ଜୀବନ କମିଯାଉଛି, ସହଭାଗିତା ଜୀବନ କମିଯାଉଛି, ସାକ୍ଷୀ ହେବାର ଜୀବନ କମିଯାଉଛି। ପ୍ରିୟମାନେ, ଆସନ୍ତୁ ଆମମାନେ ଏବେ ଉତ୍ତପ୍ତ ହେବା। ଆମ ନିଦ୍ରାରୁ ଜାଗ୍ରତ ହେବାର ସମୟ ପଳାଇ ଆସିଛି। ଆମମାନେ ଆଉ ଆତ୍ମାରେ ଶୋଇବା ନାହିଁ। ଆସନ୍ତୁ ଆମେ ଆତ୍ମାରେ ଉତ୍ତପ୍ତ ହୋଇ ପ୍ରଭୁଙ୍କର ଆମେ ସେବା କରିବା ପାଇଁ ଯିବା। ଏକମାତ୍ର ସ୍ୱର୍ଗୀୟ ପିତା, ମୁଁ ତୁମକୁ ହୃଦୟ ସହିତ ଧନ୍ୟବାଦ ଦିଏ। ତୁମେ ତୋ ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ। ତୁମର ବାକ୍ୟ ପାଇଁ ଧନ୍ୟବାଦ। ଆମକୁ ସଚେତନ କରାଇଥିବାରୁ ଧନ୍ୟବାଦ। ଆମେ କି ପ୍ରକାର ଭାବରେ ଆମେ ଆତ୍ମାରେ ନ ଶୋଇ ଆମେ ଆତ୍ମାରେ ଉତ୍ତପ୍ତ ହୋଇ ତୁମର ସେବା କରିପାରିବୁ, ଆରାଧନା କରିପାରିବୁ, ଏଥିପାଇଁ ବାକ୍ୟ ଦ୍ୱାରା ତୁମେ ଆମମାନଙ୍କ ସହିତ କଥାବାର୍ତ୍ତା ହେଇଥିବାରୁ ମୁଁ ତୁମକୁ ଧନ୍ୟବାଦ ଦିଏ। ଏବେ ମଧ୍ୟ ଯେଉଁମାନେ ଆତ୍ମିକ ଭାବରେ ନିଦ୍ରାଗ୍ରସ୍ତ ଅଛନ୍ତି, ଯେଉଁଠି ଶୋଇବା କଥା ନାହିଁ ସେଠି ଶୋଇପଡ଼ୁଛନ୍ତି, ମୁଁ ପ୍ରାର୍ଥନା କରେ ଯୀଶୁଙ୍କ ନାମରେ ସେମାନେ ସେ ବନ୍ଧନରୁ ବାହାରି ଆସନ୍ତୁ। ସେମାନେ ଯୀଶୁଙ୍କ ନାମରେ ବାହାରି ଆସନ୍ତୁ। ଆତ୍ମାରେ ଉତ୍ତପ୍ତ ହୋଇ ତୁମର ସେବା ଆରାଧନା କରନ୍ତୁ, ମୁଁ ପ୍ରାର୍ଥନା କରୁଛି। ରାଜା, ଧନ୍ୟବାଦ ପ୍ରଭୁ, ଧନ୍ୟବାଦ ଆମକୁ ନିଦ୍ରାରୁ ଜାଗ୍ରତ କରାଇଥିବାରୁ। ସକଳ ଆଦର ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।